ଭଉଣୀ ବାହାଘରରେ ନାଚୁ ନାଚୁ ଚାଲିଗଲା ସାନ ଭଉଣୀର ଜୀବନ। ତେବେ ବଡ଼ ଭଉଣୀର ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା। ଆଉ ହଳଦୀ ଉତ୍ସବରେ ବେଶ୍ ଖୁସି ମଜାରେ ନାଚୁଥିବା ସାନ ଭଉଣୀ ହଠାତ୍ ଟଳି ପଡ଼ିବାରୁ ତାର ଜୀବନ ଯାଇଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ମେରୁଟରେ। ତେବେ ମୃତକ ଜଣକ ହେଉଛନ୍ତି 18 ବର୍ଷୀୟ ରିମ୍ସା। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ହଳଦୀ ଫଙ୍କସନ୍ ପାଇଁ ନାଚ ଗୀତ ଚାଲିଥିଲା। ଗୀତର ତାଳେ ତାଳେ ନାଚୁଥିଲେ ରିମ୍ସା, କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ସେ ଛାତିକୁ ଧରି ତଳେ ଟଳି ପଡ଼ିଥିଲେ। ଆଉ ସେଠାରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ରିମ୍ସାକୁ ମୃତ ଘୋଷଣା କରିଛନ୍ତି। ତେବେ ରିମ୍ସା ହୃଦଘାତରେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି, କିନ୍ତୁ ପୋଷ୍ଟମର୍ଟମର ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି। ସେପଟେ ଭଉଣୀର ବାହାଘରର 2 ଦିନ ପୂର୍ବରୁ ରିମ୍ସାଙ୍କ ଅକାଳ ବିୟୋଗ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ତେବେ ଏହିପରି ଘଟଣା ପ୍ରଥମ ନୁହେଁ, ବରଂ ପୂର୍ବରୁ ଅନେକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଯେଉଁଥିରେ ନାଚୁଥିବା ଗାଉଥିବା ସମୟରେ ଏପରିକି ଜିମ୍ରେ ବ୍ୟାୟାମ କରିବା ସମୟରେ ବି ହୃଦଘାତରେ ଲୋକଙ୍କ ଜୀବନ ଯାଇଛି। ଏପରି ସ୍ଥିତିରେ ହୃଦଘାତ ପ୍ରତି ସଚେତନ ରହିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର ପରାମର୍ଶ ଦେଉଛନ୍ତି। ବିଶେଷ କରି ହାର୍ଟ ସମସ୍ୟା ଥିବା ଲୋକମାନେ ଡିଜେ କିମ୍ବା ଅତ୍ୟଧିକ ଶବ୍ଦ ହେଉଥିବା ସ୍ଥାନରୁ ଦୂରେଇ ରହିବା ଆବଶ୍ୟକ।